हर हर महादेव। अरे दुनिया हूँ गोटाए मिछ 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 এইটা হচ্ছে গোটায় কলি যুগ। আরে দুনিয়ারে ভাল পাইবাটা মিছ, আরে বন্ধু সহ বন্ধু বান্ধিবাটা মিছ। এই দুনিয়াটা হচ্ছে গোটায় স্বার্থপর স্বার্থ। আর কলি যুগরে বিনা স্বার্থরে মଣିষ কাহারিକୁ ଟିକେ ସାହାଯ୍ୟ କରେ ନା। ঠিক ସେଇଭଳି ଏ ବଳବନ୍ତ ସମୁଦ୍ର, ଏ ଗୋବିନ୍ଦପୁର ଜମିଦାର, ଏ ସହରର ସମସ୍ତ ଲୋକ ମତେ ଦେଖିଲେ, ଆରେ ଦେଖିଲେ ସମସ୍ତେ সম্মান সহিত মতে কথাবার্তা করি পাছটি দিয়েছি। আরে ছাড় সে সব কথা। আরে মু পঠাইଥିଲି ମୋ ଖୁମୁସଟାକୁ ସେ ଆକାଶ ମହାପାତ୍ର ପାଖରେ। ହେଲେ ମୋର ବିଶ୍ୱାସ ଅଛି ନିଶ୍ଚୟ ଆକାଶ ମହାପାତ୍ରକୁ ସଂକ୍ରାନ୍ତି ନେଇକି ଆସୁଥିବ। ମୁଁ ତା ଆସିବା ପଥ ଯାଏ ଏଠି ବସି ଅପେକ୍ଷା କରେ। जमीदार साहेब आपण कहथिबा अनुसार मु ए नहीं आसिली आकाश महापात्र। नमस्कार जमीदार साहेब। नमस्कार नमस्कार। आकाश बाबू भल अछ? भल अच्छी जमीदार साहेब। ये गरीब छुआटा रहिब केमिति? सेमिति बिलरे खटी खटी की भाई भौणीर पेटटा पोषिकी चली आसी। हेले आपण मते मने पकेली काहे जमीदार साहेब? आकाश बाबू निश्चय कहबी तुमको। आकाश बाबू जमीदार तम बाप स्वर्गत दीनबंधु महापात्र तुमको पाठशाठ पढ़ाइबे पाई मोठू नगद 50,000 टंका करजित नहीं। ना जमीदार साहेब ना, ଆପଣ ଥରୁଟେ କହିଦିଅନ୍ତୁ ଏ କଥାଟା ମିଛ। ଆଉ ସେଇ ଟଙ୍କାଟା ଆକାଶ ବାବୁ ମାନେ ବାପ କରଜ ତ ପୁଅଟା ସୁଝିବା ଅତ୍ୟନ୍ତ ଜରୁରୀ। ଜମିଦାର ସାହେବ ମୋ ବାପା ଦୀନବନ୍ଧୁ ମହାପାତ୍ର ଏ ଦୁନିଆରେ ଆଉ ନାହାନ୍ତି। ହଁ ହଁ ଜାଣିଛି। ସେଥିପାଇଁ ଆପଣ ଏର ସୁଯୋଗଟା ଉଠାଉଛନ୍ତି ନା? ନାଇଁ ଆକାଶ ମହାପାତ୍ର, ମୁଁ କ'ଣ ମିଛ କହୁଛି? अरे बाबू तमे पाठ दी अक्षर पढ़िछ बोली जमीदार साहेब को मिछ कहि रहउछ। ए जमीदार साहेब को पाखरो हजार हजार लोक कर जनेउछ। ମୁଁ ସେ କଥାଟା କହୁନି। आरो उचित समय रे ऋण सहित मूल सहित परिशोध करूछंती। ମୁଁ ସେ କଥାଟା କହୁନି ମଉସା। ଆଉ ଆକାଶ ବାବୁ କ'ଣ ଜାଣିଛ? ସେଇ 50,000 ଟଙ୍କା ମୂଳ ସୁଧ ହେଇକି 1.5 ଲକ୍ଷ ଟଙ୍କା ବଢି ଯାଇଛି। 1.5 ଲକ୍ଷ? ଆରେ ଯିଏ କି ଦାନା ଖାଇବା ପାଇଁ ଦାଣ୍ଡ ଦାଣ୍ଡ ବୁଲି ଭିକ୍ଷା ମାଗିବାକୁ ପଡୁଛି, ସେ ପୁଣି 1.5 ଲକ୍ଷ ଟଙ୍କା ଆପଣଙ୍କୁ ମୂଳ ସୁଧ ସହିତ ଫେରସ୍ତ କରିପାରିବ? ହଁ ହଁ, ସେଥିପାଇଁ ମୁଁ ସଂକ୍ରାନ୍ତିକୁ ତୁମ ପାଖକୁ ତୁମକୁ ନେଇବା ଆସିବା କରିଛି। ହେଲେ ମୋତେ ଏବେ ଟଙ୍କା ଦରକାର, ଟଙ୍କା। ଆକାଶ ବାବୁ ଜମିଦାର ସାହେବ ଆପଣ ହେଉଛନ୍ତି ମୋ ବାପା ତୁଲ୍ୟ। ଆପଣ ହେଉଛନ୍ତି ମୋ ବାପା ବୟସର। ମୁଁ ଆପଣଙ୍କୁ ନେହୁରା ହେଉଛି ଜମିଦାର ସାହେବ। ଆପଣଙ୍କ ପାଟିରୁ ଥରୁଟେ କହିଦିଅନ୍ତୁ ଏ କଥାଟା ମିଛ। ଏ ଆକାଶ
ଆରେ ସଂକ୍ରାନ୍ତି କ'ଣ ହଉଛି ରେ ପୁଅ? ଆରେ ଆକାଶ ବାବୁ ତମ ବାପାଟା ଋଣ ନେଇଛନ୍ତି ସତ, ତମେ ଜାଣିନ? ତମେ ଜାଣିବ କେମିତି? ତମେ ଯେତେବେଳେ ବିଦେଶକୁ ପାଠ ପଢିବା ପାଇଁ ପଇସାଟା ଦରକାର ହଁ ପଡିଥିଲା, ସେଇ କଥା। ତମେ ଜାଣିନଥିଲ, ତମ ବାପା ସେ ଜାଣିଥିଲେ, ଆଉ ସେ ହିଁ କରଜ କରିକି ତମକୁ ବିଦେଶକୁ ପଠେଇବା ପାଇଁ। ଏ କଥାଟା ମୁଁ ବିଶ୍ୱାସ କରିବି କେମିତି? ତମକୁ ତମ ବାପା କହିଥିଲେ ସିନା ବିଶ୍ୱାସ କରିଥାନ୍ତ। ମୁଁ ମାନୁଛି ମଉସା, ତମ ବାପାଙ୍କର ମଧ୍ୟ ଆତ୍ମସମ୍ମାନ ଥିଲା, ସେଥିପାଇଁ ମୁଁ ମୋ ପୁଅକୁ କୌଣସି ମାଲିକ ପାଖରେ କରଜ ନ କରିବା କହି ସେ ବ୍ୟକ୍ତିଗତ ଭାବରେ ମାଲିକ ଠାରୁ 50,000 ଟଙ୍କା ନେଇଥିଲେ। 5 ବର୍ଷ ହେଇଗଲା, 5 ବର୍ଷ। ମୁଁ ଯଦି କହେ କଥାଟା ମିଛ, ମୁଁ ଯଦି କହେ ମୋ ବାପା ମରିଗଲା ପରେ ଆପଣ ମାନେ ମୋ ପାଖରୁ ମୋ ବାପା ମରିଗଲାର ପ୍ରତିଶୋଧଟା ନେଉଛନ୍ତି, ମୁଁ ଯଦି କହିବି ମୋ ବାପା ଏ ଦୁନିଆରେ ନାହାନ୍ତି, ତାହେଲେ ଆକାଶ ମହାପାତ୍ରକୁ ଯାହା କହିବ ସେଇ କଥାଟା ମାନିଯିବ। ତମେ ବେଶ ଚୁପ୍ ରୁହ। ଆରେ ବାବୁ, ଏଇ ମାମର ଜମିଦାର ସାହେବ ଅନାଥ, ଅସହାୟ, ନିରୁପାୟ, ବିଧବା, ସଧବା, ଛୋଟ ବଡ଼ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି। ତମେ ଆଜି ଆମକୁ କହିଦେଲ ମିଛୁଆ। ମୁଁ ସେ କଥା କହୁନି ନା ନା, ମଉସା। ପ୍ରମାଣ ଦେଖାଇଦେବୁ। ଏଇ ଆକାଶ ବାବୁ, ତମେ ମୋ କଥାଟା ବୁଝିବାକୁ ଚେଷ୍ଟା କର। ତମେ ଯେମିତି ହେଲେ ବି ଆଜି ମତେ ସେ ଟଙ୍କାଟା ତମେ ଫେରସ୍ତ ଦେବାକୁ ପଡ଼ିବ। ମତେ ଜମିଦାର ସାହେବ, ଆପଣ ତ ଜାଣିଛନ୍ତି ମତେ ସହରକୁ ବାପା ପାଠ ପଢ଼େଇବା ପାଇଁ ପଠାଇଥିଲେ, ହେଲେ ଆଜି ମୁଁ ପାଠ ପଢ଼ି ମଧ୍ୟ ବେରୋଜଗାର। ଆରେ ଏପର୍ଯ୍ୟନ୍ତ ମତେ ଚାକିରି ଖଣ୍ଡେ ବି ମିଳିଲା ନାହିଁ। ଆଉ ଅଭି ଆପଣ ଏଇ ମୁହୂର୍ତ୍ତରେ ଯଦି ଟଙ୍କାଟା ମାଗିବେ ମୁଁ ଦେବି କୋଉଠୁ ଜମିଦାର ସାହେବ? ନା ନା, ମୁଁ ଆଉ ଏବେ କିଛି ତମକୁ ସେ ପଇସା ପାଇଁ ଜଗି ପାରିବିନି। ମୁଁ ଆପଣଙ୍କୁ କଥା ଦେଉଛି ଜମିଦାର ସାହେବ, ମୋତେ ଯେତେବେଳେ ଚାକିରି ଖଣ୍ଡେ ମିଳିଯିବ ମୁଁ ନିଶ୍ଚୟ ଆପଣ ଟଙ୍କାଟା ଫେରସ୍ତ କରିଦେବି। ଏ ଆକାଶ ମହାପାତ୍ର, ତମେ ମତେ ଆଜି ହିଁ ଟଙ୍କା ମୂଳ ସୁଧ ସହିତ 1.5 ଲକ୍ଷ ଦରକାର। ଦେବି କୋଉଠୁ? ଆରେ ଯାହା ପାଖରେ ଖାଇବା ପାଇଁ ଦାନା ନାହିଁ, ଯାହା ପାଖରେ ପିନ୍ଧିବା ପାଇଁ ପୋଷାକ ନାହିଁ, ସେ ପୁଣି କ'ଣ ଆପଣ 1.5 ଲକ୍ଷ ଟଙ୍କା ଏଇ ମୁଣ୍ଡରେ କେମିତି ଦେବ? ଆରେ ଆକାଶ ବାବୁ, ତମ ପାଖରେ ସେଇ ଜିନିଷ ଅଛି, ତମେ ଦେଇଦେଲେ ସେଇ କରଜରୁ ମୁକ୍ତି ପାଇଯିବ। କୋଉ ଜିନିଷଟା ଅଛି ମଉସା? ଆରେ ବାବୁ ଆକାଶ, ଆରେ ଶୁଣ, ଆରେ ଟଙ୍କା ସିନା ଦେଇପାରିବନି, ହଁ, ହେଲେ ତମ ସେଇ ଜମିଟା ମୋ ନାଁରେ ଲେଖିଦେଲେ ହେବନି? ସେଇ ଜମି ଖଣ୍ଡକ ଅଛି ବୋଲିକି ମୁଁ ସେ ଜମିରେ କୋଟି କୋଟିକି ମୋ ଭଉଣୀ ଆଉ ମୋ ପେଟଟା ପାଲନ କରିକି ଆସୁଛି। ସେଇ ଜମି ଖଣ୍ଡକ ଯଦି ଆପଣ ମନରୁ ଛଡ଼େଇ ନେବେ, ଆମେ ଭାଇ ଭଉଣୀ ଦିଟା ମରିଯିବୁ ଜମିଦାର ସାହେବ, ମରିଯିବୁ। ହେଲେ ବାବୁ ଶୁଣ, ଟଙ୍କା ତ ଦେଇପାରିବନି, ନା ଆଉ ଜମି ବି କହିକି ମନା କଲ, ଦେଇପାରିବନି। ହେଲେ ଆଜ୍ଞା, ଆଉ ଗୋଟାଏ ମୋରି କଥା ମାନିବ? ଆପଣ ଯଦି କହିବେ ଆପଣଙ୍କ ବାସନ କୁସନ ମାଜିବେ, ଆପଣ ଯଦି କହିବେ ଆପଣଙ୍କ ପଲଟା ଲୁଗାଟା ସଫା କରିବେ, ନାଇଁ ନାଇଁ, ସେ ସବୁ ମୋର ଦରକାର ନାହିଁ। ଆପଣ ଯଦି କହିବେ କୁକୁର ବୋଲି ଆପଣଙ୍କ ପାଖରେ ମୁଁ ରହି, ନାଇଁ ଆକାଶ, ନାଇଁ, ଏସବୁ ମୋର ଦରକାର ନାହିଁ ଆକାଶ। ଏ ସଂକ୍ରାନ୍ତି, ଆଜ୍ଞା,
আবে ସେ ଶୁଣ, ଜମି ଖଣ୍ଡକ ମୋ ପାଖରୁ ନିଅନ୍ତୁନି ଜମିଦାର ସାହେବ। ଆଚ୍ଛା ହଉ ତମେ ପଇସା ଦେଇପାରିବ ନା ଆରେ ଆଉ ଜମି ମଧ୍ୟ ଦେଇପାରିବନି। ନାହିଁ। ଏ ସଂକ୍ରାନ୍ତି ଆଜ୍ଞା ତା ଗୋଟିଏ ମୁଁ ଶୁଣିବାକୁ ପାଉଛି ତା ପାଖରେ ଗୋଟେ ସୋନ ଛନିଆ ଫଉଡ଼ିଟିଏ ଅଛି। ଆଜ୍ଞା ଗୋଟିକ ରାତି ପାଇଁ ତାକୁ ଆପଣ ଉପଭୋଗ କରିଦେଲେ ସେଇଟା କଟ ହେଇଯିବ। ହଁ, ହଁ ଆକାଶ ବାବୁ ଆକାଶ ମହାପାତ୍ର, ଓ ଜମିଦାର ସାହେବ, ତମେ ତ ଟଙ୍କା ଫେରସ୍ତ ଦେଇପାରିଲଣି, ଜମି ବି ଦେବା ପାଇଁ ମନା କଲ ଦେଇପାରିବନି। ହେଲେ ମୁଁ ଶୁଣିବାକୁ ପାଉଛି ତମ ପାଖରେ ଗୋଟାଏ ସୁନ୍ଦରିଆ ଭଉଣୀଟିଏ ଅଛି। ଆପଣ କଣ କହିବାକୁ ଚାହୁଁଛନ୍ତି? ହେଲେ ମୋରି କଥା ମାନିଲେ ତମ ସବୁ କରଜଟା ମୋଠୁ ସବୁ ଶୁଚି ହେଇଛି। ମୋ ଜମି ଖଣ୍ଡକ ଯଦି ଆପଣ ନ ନେବେ ଯାହା କହିବେ ମୁଁ ସେଇ କଥାଟା ମାନିବି। ଆଉ ସେଇ କଥାଟି ହେଲା ଆକାଶ ମହାପାତ୍ର, ତମ ସେ ଭଉଣୀଟାକୁ ମୋ ପାଇଁ ଗୋଟାଏ ରାତ୍ରି ପାଇଁ ଦରକାର। ଏ ବଳବନ୍ତ ସାମନ୍ତର, আবে আজি আকাশ মহাপাত্র গরিব ছুয়া বলি তু মো ইজ্জত উপরে আখিটা পকাই দেলু। এ আকাশ মহাপাত্রটা হয়তো গরিব হইপারে, হেরে তা ইজ্জতটা কেবে বি নিলাম করি পারিবনি। আবে তু ভাবুছু কোন এ আকাশ মহাপাত্র কোন অক্ষম, সে কি তা জীবনে কিছু করি পারিবনি। আবে মনে রখ, আবে আনবে সেই জমি খণ্ডক ମୁଁ ତୋ ନାଁରେ ଲେଖିଦେବି। ହଁ ଠିକ ଅଛି କହିଦେ। କିନ୍ତୁ ଆଜି ତୁ ଯୋଉ ଆଖିଟା ମୋ ଭଉଣୀ ଉପରେ ପକେଇଛୁ ସଂକ୍ରାନ୍ତି, ମନେ ରଖ, ଆରେ ଲେଖେଇ ଦେ। ମନେ ରଖ ବଳବନ୍ତ ସାମନ୍ତରାୟ। ଆମେ ଲେଖା କହୁଛି, ଆବେ ଆନ, ଯାଅ ଲେଖ। ଆବେ ଆବେ କୋଉଠି ଲେଖିବି ଆନ। ଆବେ ଲେଖ। ଏଇନେ ବଳବନ୍ତ ସାମନ୍ତରାୟ, ଜମିଟା ତୋ ନାଁରେ ଲେଖିଦେଲି, କିନ୍ତୁ ଗୋଟାଏ କଥା ମନେ ରଖ, ଆଜି ଏ ଗରିବ ଛୁଆ ଆକାଶ ମହାପାତ୍ର ଭାଗ୍ୟରେ ସୂର୍ଯ୍ୟଟା ଅସ୍ତ ହେଇଯାଇଛି। ଯୋଉଦିନ ଏ ଆକାଶ ମହାପାତ୍ର ଭାଗ୍ୟରେ ସୂର୍ଯ୍ୟଟା ଉଦୟ ହବ, ତୋ ଟଙ୍କା ଆଉ ତୋ ପଇସା ତାର ଗର୍ବଟା କେବେ ବି ରହିବନି। ଆବେ କାମଟା ତ ହେଇଗଲା ସଂକ୍ରାନ୍ତି। ଆଜ୍ଞା କଥାରେ ଅଛି ହଁ, ଆଙ୍ଗୁଠି ଟେଢା କଲେ ଝିଅ ବାହା। ବାହାରେ। ଆଗରୁ ଦସ୍ତଖତ ଦେଇଥିଲେ ଆମେ ଏତେ ଇତ୍ୟାଦି କାହିଁ କରିଥାନ୍ତୁ। ହଁ ହଁ, ବେଶ ଏଇଥରକ ତମେ ମୁକ୍ତି ପାଇଗଲ। ଗୋଟାଏ କଥା ମନେ ରଖ ଜମିଦାର ସାହେବ ଏବଂ ଗୁମାସ୍ତା ମଉସା, ଆରେ ନବୀନ ପଟ୍ଟନାୟକ 25 ବର୍ଷ ଆମ ଓଡ଼ିଶାକୁ ସରକାର ଭାବରେ ରାଜନୀତି କରି ଆସୁଥିଲା, ହେଲେ ତା ପାଖରେ ଅର୍ବ ଖର୍ବ ଟଙ୍କା ଥିଲେ ମଧ୍ୟ ଏଥର କ'ଣ ହେଲା ବୁଝିପାରିଲ ନା? ଶେଷରେ ଯେ ବିଶ୍ୱାସ କରିନଥିଲେ ଗୋଟେ ଆଦିବାସୀ ପିଲା ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଇଗଲା। ଏ କଥାଟା ମନେ ରଖ ଜମିଦାର ସାହେବ, ଏ କଥାଟା ଭଲ ଭାବରେ ମନେ ରଖିଥାଅ। ଏ ଦୁନିଆରେ ଟଙ୍କାର ମହତ୍ଵ କିଛି ନାହିଁ, କେବଳ କେବଳ ଦରକାର ନିଜର ଅସଳ ମୁଖଟା। ଏବେ ମୋ ଭଉଣୀ ଉପରେ ଆଖି ପକେଇନୁ ଯେ ମୋ କଲିଜାକୁ ତୁ ଆଘାତ କରିଦେଇଛୁ। ଏ ଆକାଶ ବାବଦ ତାର ପ୍ରତିଷ୍ଠା ନିଶ୍ଚୟ ନେବ। ଆସୁଛି ଜମିଦାର ସାହେବ, ନମସ୍କାର। हर हर महादेव। আবে কথারে আছে, মଣିষ ভাবু থায়ে যাহা কালে প্রাপ্ত ହୁଏ ତାହା। ଆଜ୍ଞା କଥାରେ ଅଛି ଏଇଟା
ହେଉଛି କଲିଯୁଗର କଲ୍ୟାଣ। ଏ ଆକାଶ ମହାପାତ୍ର, ଏ ଜମିଦାର ବଳବନ୍ତ ଉପରକୁ ହାତ ଉଠାଇ ଠିକ କଲୁନି ବେ, ଜମା ଠିକ କଲୁନି। ଆଜିଠୁ ଶେଷ ହେଇନି ବେ, ଆଜିଠୁ ତୋ ହିସାବ କାମଟା ଆରମ୍ଭ ହେଇଗଲା। ଆଜ୍ଞା ଆଜିଠୁ ଦେଖିବି ଆକାଶ ମହାପାତ୍ରର କେତେ ବଳିବା। ଆଜ୍ଞା ଏଇଥରକ ଆପଣ 150 ହେକ୍ଟର ଜମିର ମାଲିକ ହେଇଗଲେ। ହେ ସଂକ୍ରାନ୍ତି, ଛାଡ଼ ସେ ଯାହା କହୁ। ଆବେ ଶୁଣ, ଆଜ୍ଞା ଏ ନିଜ ବଗିଚାର ଫଳ ଖାଇ ଖାଇ ଭଲ ଲାଗୁଥିବେ। ଅଛି ଆରେ ଶୁଣ, ଅନ୍ୟ ବଗିଚାର ଫଳ ଖାଇବାକୁ ହେବ। ଅଛି ଆଜ୍ଞା ହଁ, ଅଛି। ହେଲେ ଚାଲ ବିଳମ୍ବ କାହିଁକି, ଶୀଘ୍ର ଯିବା ସେହି ବାହାର ବଗିଚାର ଫଳ ଖାଇବା। ହର ହର ମହାଦେବ।